ବାଂ ବାଂ ରାତିରେ ଆମର ପୁଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଆମର ସୂଚନା ମିଳିଥିଲା ଯେ ଏଭଳି ଭାବେ ବେଆଇନ ଗୋରୁ ଚାଲାଣ ହେଉଛି। ତେଣୁ ଆମର ପୁରୁଣା ବଜାର ପୁଲିସ ଟିମ୍ ପ୍ରଥମେ ତ ଆରଏମସି ମାର୍କେଟ ପାଖରେ ଗୋଟେ ଗାଡ଼ିକି ଇଣ୍ଟରସେପ୍ଟ କରିବାର ସକ୍ଷମ ହୋଇଥିଲା, ଯେଉଁ ଗାଡ଼ିରେ କି 9 ଜଣ ଗୋରୁ ଚାଲାଣ ହେଉଥିବାର ଦେଖାଯାଇଥିଲା। ସମସ୍ତ ଗୋରୁକୁ ଉଦ୍ଧାର କରାଯାଇଛି। ସେହି ସଂକ୍ରାନ୍ତରେ ଆମର ଥାନାରେ ମଧ୍ୟ କେସ୍ ଏକ ମାମଲା ରୁଜୁ ହୋଇଛି। ସେ ଯିଏ ଚାଲାଣ କରିବା ଡ୍ରାଇଭର ଥିଲେ ସେ ଘଟଣାସ୍ଥଳରୁ ଫେରାର ହୋଇଯିବାର ସକ୍ଷମ ହୋଇଥିଲେ। ତା ପରବର୍ତ୍ତୀ ସମୟରେ ଅନ୍ୟ ଏକ ଘଟଣାକ୍ରମେ ସନ୍ଥିଆ ବ୍ରିଜ ପାଖରୁ ମଧ୍ୟ ଅନ୍ୟ ଏକ ଗାଡ଼ିକୁ ଇଣ୍ଟରସେପ୍ଟ କରାଯାଇଥିଲା। ସେ ଗାଡ଼ିର 3 ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା ଓ 24ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା, ଏଣିକି ବେଆଇନ ଭାବେ ସେ ଗୋରୁ ଚାଲାଣ କରାଯାଉଥିଲା। ତେଣୁ ସର୍ବମୋଟ 2ଟି କେସ୍ ବର୍ତ୍ତମାନ ପୁରୁଣା ବଜାର ଥାନାରେ ରେଜିଷ୍ଟର ହୋଇଛି। ଏସପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମର ଖାଲି ବେଆଇନ ଗୋରୁ ଚାଲାଣ ନୁହେଁ, ଡ୍ରଗ୍ସ ଆପଣ ଦେଖିବେ ବିଗତ 3-4 ମାସ ମଧ୍ୟରେ ଡ୍ରଗ୍ସ ହଉ ଗଞ୍ଜେଇ ହଉ ସମସ୍ତ ଚୋରା ଚାଲାଣକାରୀ ବା ନିଶା ଦ୍ରବ୍ୟ ସମସ୍ତଙ୍କ ଉପରେ ଚଢ଼ଉ ଜାରି ରହିଛି। ଯାହା ଆଇନ ଅନୁଯାୟୀ ବ୍ୟବସ୍ଥା ରହିଛି, ଯେଉଁମାନେ ଗିରଫ ହେଉଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 3 ଜଣ ଯାକ ଗିରଫ ଅଭିଯୁକ୍ତ ଆମର ପୁରୁଣା ବଜାର ଥାନା ଅଞ୍ଚଳର ଅଟନ୍ତି।